ନଦୀର ଗଭୀର ସିନା ନାଉରୀକୁ ଜଣା, ବାଟୋଇକୁ ଜଣା ନାହିଁ। ତୋର ମାୟା ତୋତେ ଜଣା ଜଗା, ଜଗତକୁ ଜଣା ନାହିଁ। ଭାବର ଠାକୁର ତୁ ମନୁଆ ଠାକୁର, ଭାବକୁ ନିକଟ ତୁ ଅଭାବକୁ ଦୂର। ଆପଣମାନେ ତ ଜାଣିଥିବେ, ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆମର କଳା ଠାକୁରଙ୍କୁ ଜ୍ୱର ହୁଏ। ତାଙ୍କର ବିଶେଷ ଭାବରେ ସେବା କରାଯାଏ। 15 ଦିନ ପାଇଁ ଜ୍ୱରରେ ପଡ଼ିଥାନ୍ତି ଆମ କଳା ଠାକୁର। ତାଙ୍କୁ ବିଶେଷ ଭାବରେ ଔଷଧ ଦିଆଯାଏ, ହାଲକା ଖାଦ୍ୟ ଦିଆଯାଏ ଖାଇବା ପାଇଁ, କାଢ଼ା ପ୍ରସ୍ତୁତ କରି ପିଇବାକୁ ଦିଆଯାଏ, ଆଉ ଫୁଲରି ତେଲ ଶ୍ରୀଅଙ୍ଗରେ ଲେପ କରାଯାଏ। ଯେତେବେଳେ ପ୍ରଭୁ ଶ୍ରୀ ଜଗନ୍ନାଥ ଭଲ ହୋଇଯାଆନ୍ତି, ତାଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୁଏ। ବର୍ତ୍ତମାନ ଆପଣମାନେ ଭାବୁଥିବେ, ଜଗନ୍ନାଥଙ୍କୁ ପୁଣି ଜ୍ୱର? ଯେମିତିକି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ରୋଗ ରୂପରେ ବି ମୁଁ, ଔଷଧ ରୂପରେ ବି ମୁଁ, ଗୁଣିଆ ରୂପରେ ବି ମୁଁ, ଡାହାଣୀ ରୂପରେ ବି ମୁଁ। ଏହା ତ ଠିକ୍, କିନ୍ତୁ ସର୍ବୋପରେ ସେ ହେଉଛନ୍ତି ଭକ୍ତର ଭଗବାନ। ଖାଲି ଭକ୍ତ ଭଗବାନଙ୍କ ପାଇଁ ବ୍ୟାକୁଳ ନଥାଏ, ଭଗବାନ ବି ବେଳେବେଳେ ଭକ୍ତଙ୍କ ପାଇଁ ବ୍ୟାକୁଳ ହୁଅନ୍ତି। ସେଥିପାଇଁ ପରା ଆମ କାଳିଆ ଠାକୁରକୁ ଭକ୍ତ ବତ୍ସଳ ବୋଲି କୁହାଯାଏ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଜ୍ୱର ହେବା ପଛରେ ଗୋଟେ ସୁନ୍ଦର କାହାଣୀଟି ଅଛି। ଏଇ କାହାଣୀଟିକୁ ଶୁଣିବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି, ଦୟାକରି ସବସ୍କ୍ରାଇବ୍ କରିବେ, ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ମୋର ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ଚାଲନ୍ତୁ ଷ୍ଟାର୍ଟ କରିବା। ନମସ୍କାର, ଜୟ ଜଗନ୍ନାଥ। ମୁଁ ଦୀପାଲି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏହି ଭିଡ଼ିଓ। ଏହି କାହାଣୀଟି ଆଧାରିତ ଅଛି ଶ୍ରୀ ଜଗନ୍ନାଥ ଓ ତାଙ୍କର ଭକ୍ତ ମାଧବ ଦାସଙ୍କ ବିଷୟରେ। ମାଧବ ଦାସ ପ୍ରତ୍ୟେକ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମନ ଭରି ଦର୍ଶନ କରନ୍ତି। ତାଙ୍କ ସାନ୍ନିଧ୍ୟରେ କେତେକ ଯେ କ୍ଷଣ ବିତିଯାଏ ତାହା ତାଙ୍କୁ ଆଦୌ ଜଣାନଥାଏ। ସେ ବହୁତ ଭକ୍ତିଭାବପୂର୍ଣ୍ଣ ଥିଲେ। ସେ ବାଲ୍ୟକାଳରୁ ଗୀତା, ଭାଗବତ ଓ ଶାସ୍ତ୍ରର ମର୍ମ ବୁଝିଥିବାରୁ ତାଙ୍କ ମନରେ ସଂସାର ପ୍ରତି କୌଣସି ବି ମୋହମାୟା ନଥିଲା। ସବୁଦିନ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ। ଦିନେ ମାଧବ ଦାସକୁ ବହୁ ଜୋରରେ ଜ୍ୱର ହେଲା। ନା ସେ ଉଠିପାରିଲେ, ନା ସେ ବସିପାରିଲେ। ଏକୁଟିଆ ରହୁଥିବାରୁ ସବୁ କାମ ତାଙ୍କୁ ନିଜକୁ ହିଁ କରିବାକୁ ପଡ଼ୁଥିଲା। ସେ କାହାର ସାହାଯ୍ୟ ବି ନେଉନଥିଲେ। ଯଦି ବା କିଏ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସେ, ସେ ମନା କରିଦେଉଥିଲେ, ଆଉ କହୁଥିଲେ, ପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି ନା, ତାଙ୍କ ସହିତ ସବୁ ଠିକ୍ ହେଇଯିବ। ମାନେ ପ୍ରଭୁ ତାଙ୍କୁ ନିଶ୍ଚିତ ଭାବରେ ସାହାଯ୍ୟ କରିବେ। ତାଙ୍କର ଏତେ ଜୋରରେ ଦେହ ଖରାପ ହୋଇଗଲା ଯେ ସେ ମଳମୂତ୍ର ବି ବସ୍ତ୍ରରେ କରିବାକୁ ଲାଗିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ଭକ୍ତଙ୍କର ଏପରି ଅବସ୍ଥା ଦେଖିପାରିଲେ ନାହିଁ। ସେ ନିଜ ଭକ୍ତର ସେବା କରିବା ପାଇଁ ଧାଇଁ ଆସିଥିଲେ ମାଧବ ଦାସଙ୍କ ପାଖକୁ। ଭଗବାନ ଜଗନ୍ନାଥ ମାଧବ ଦାସର ସେବା କରୁଥିଲେ, ଯେମିତିକି ମାଧବ ଦାସର ମହିଳା ବସ୍ତ୍ର ବି ସଫା କରୁଥିଲେ। ମାଧବ ଦାସ ଧୀରେ ଧୀରେ ଭଲ ହୋଇ ଆସିଲେ। ମାଧବ ଦାସ ଜାଣିବାକୁ ଲାଗିଲେ ଯେ ପ୍ରଭୁ ତାଙ୍କର ସେବା କରୁଛନ୍ତି ବୋଲି। ତେଣୁ ମାଧବ ଦାସ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପଚାରିଲେ, ପ୍ରଭୁ ଆପଣ ମୋର ସେବା କରୁଛନ୍ତି ଯେ? ପ୍ରଭୁ ଶ୍ରୀ ଜଗନ୍ନାଥ କହିଲେ, ହେ ମାଧବ, ମୁଁ ଭକତ ଜନର ଅଧୀନ, ମୋ ତହୁଁ ଭକ୍ତ ନୁହେଁ ଭିନ୍ନ। ଭକତ ଦେହ ପ୍ରାଣ ମୁହିଁ, ସେବକ ପ୍ରାୟ ପଛେ ଥାଇଁ। ଭଗବାନ କହିଲେ, ମାଧବ ମୋ ଭକ୍ତ କଷ୍ଟ ପାଇବ, ମୁଁ କେମିତି ବଡ଼ ଦେଉଳରେ ଖୁସିରେ ବସିବି? ଭକ୍ତ ମାଧବ ଦାସ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ମୋତେ ଆରୋଗ୍ୟ କରିଦିଅନ୍ତୁ କିମ୍ବା ମୋତେ ମୃତ୍ୟୁ ପ୍ରଦାନ କରନ୍ତୁ। ମହାପ୍ରଭୁ କହିଲେ, ମୁଁ ସୃଷ୍ଟିର ନିୟନ୍ତା, କିନ୍ତୁ ଏ ଅସମୟରେ କାହାର ମୃତ୍ୟୁ ମୁଁ ଘଟାଇ ପାରିବି ନାହିଁ। ପ୍ରତ୍ୟେକ ଜୀବ ତାଙ୍କର ଆୟୁ ଓ କର୍ମଫଳ ଭୋଗିବାକୁ ବାଧ୍ୟ। ହେଲେ ମାଧବ, ତୁମେ ଆମର ପରମ ଭକ୍ତ, ତୁମେ ଏତେ ମନସ୍ତାପ କରୁଛ କାହିଁକି? ଭକ୍ତର ସେବା କରିବାରେ ଆମକୁ ଭାରି ଆନନ୍ଦ ଲାଗେ। ମୋ ଭକ୍ତ ଏମିତି ଅସହାୟ ହୋଇ ପଡ଼ିଥିବ, ଆଉ ମୁଁ ମନ୍ଦିରରେ ସୁଖରେ ଦିନ କାଟୁଥିବି। ଲୋକେ କହିବେ, ଦେଖ ଯେ ବିଚାରା ସାଧୁ ହୋଇ ଜୀବନ ସାରା ପ୍ରଭୁଙ୍କୁ ଭଜିଲା, ଅଥଚ ଦୁଃଖ ବେଳେ ପାଣି ବୁନ୍ଦାଇ ଦେବାକୁ କେହି ଆସିଲେ ନାହିଁ। ଏ କଥା କ'ଣ ମୋତେ ବାଧିବ ନାହିଁ? ମୋର ପ୍ରତିଜ୍ଞା ଯେ ଭକ୍ତ ମୋତେ ଯେତିକି ଭଲ ପାଏ, ମୁଁ ମଧ୍ୟ ତାକୁ ସେତିକି ଭଲ ପାଏ। ତେଣୁ ବର୍ତ୍ତମାନ ମୁଁ ନିଷ୍ପତ୍ତି ନେଉଛି କି ତୁମର ଯେଉଁ 15 ଦିନର ଜ୍ୱର ତୁମକୁ ଭୋଗିବାକୁ ପଡ଼ିଥାନ୍ତା, ସେଇ 15 ଦିନର ଜ୍ୱର ମୁଁ ମୋ ଶରୀରକୁ ନେଇଯାଉଛି। ଏହା କହି ପ୍ରଭୁ ଅନ୍ତର୍ଧ୍ୟାନ ହୋଇଗଲେ। ଆସ୍ତେ ଆସ୍ତେ ମାଧବ ଦାସଙ୍କ ଶରୀରରୁ ଅସୁସ୍ଥତା ମଧ୍ୟ ଦୂରେଇଗଲା। ଯଥାକ୍ରମେ ସେ ଆରୋଗ୍ୟ ଲାଭ କଲେ। ଆଷାଢ଼ ମାସ କୃଷ୍ଣ ପ୍ରତିପଦା ଦିନ ସମୁଦ୍ର ସ୍ନାନ କରି ଶୁଦ୍ଧପୂତ ଭାବେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯେତେବେଳେ ସେ ସ୍ୱର୍ଗଦ୍ୱାରରୁ ଶ୍ରୀମନ୍ଦିରକୁ ଆସିଲେ, କିନ୍ତୁ ଏ କ'ଣ, ରତ୍ନସିଂହାସନରେ ତ ପ୍ରଭୁମାନେ ହିଁ ନାହାନ୍ତି। ସେ ବିସ୍ମିତ ହୋଇ ବଡ଼ପଣ୍ଡାକୁ ପଚାରିଲେ, ଦିଅଁମାନେ ରତ୍ନସିଂହାସନରେ ନ ଥିବାର କାରଣ କ'ଣ? ବଡ଼ପଣ୍ଡା ଉତ୍ତର ଦେଲେ, ଠାକୁରମାନଙ୍କୁ ଜ୍ୱର ହେଇଛି, ତେଣୁ ସେ ଅଣସର ଘରେ ଅଛନ୍ତି। 15 ଦିନ ଅଣସରରେ ରୁହନ୍ତି। ଏହା ଶୁଣି ମାଧବ ଦାସ ମୂର୍ଚ୍ଛା ହୋଇପଡ଼ିଲେ। ସେ ପୁଣି କ୍ଷୀଣ ସ୍ୱରରେ ପ୍ରାର୍ଥନା କଲେ, ପ୍ରଭୁ
हे ମହାବାହୁ, ଆପଣ ଏ ଛାର ଅଧୀନ ପାଇଁ ଏତେ କଷ୍ଟ ପାଇଲେ। ମୋ ଦେହରୁ ଜର ଚୋରି କରି ନେଇ ନିଜେ ଜରରେ ପଡ଼ିଲେ। ମୋ ଦେହର କଷ୍ଟ ଆପଣ ପାଇଲେ। ମୋ ଠାରୁ ପାପୀ ଆଉ କେହି ନାହାନ୍ତି। ଏଇ କଥା କହି ତାଙ୍କର ସଂଜ୍ଞାହୀନ ହେଇଗଲା। ଏହିପରି ସେ 15 ଦିନ ମୂର୍ଚ୍ଛିତ ଅବସ୍ଥାରେ ପଡ଼ି ରହିଲେ। 15 ଦିନ ପରେ ଦିଅଁମାନେ ଯେତେବେଳେ ଆରୋଗ୍ୟ ଲାଭ କଲେ, ପ୍ରଭୁ ନବଯୌବନ ଦର୍ଶନ ଦେଲେ। ପ୍ରଭୁଙ୍କୁ ଦର୍ଶନ କରି କାନ୍ଦି କାନ୍ଦି ତଳେ ଲୋଟିଗଲା ମାଧବ ଦାସ। କହିଲା, ପ୍ରଭୁ ମୋ ପାଇଁ ଏତେ କଷ୍ଟ ପାଇଲେ, ଶତଧିକ ମୋ ଜୀବନକୁ। ପ୍ରଭୁ ନିଜେ ଦର୍ଶନ ଦେଲେ ଭକ୍ତ ମାଧବ ଦାସକୁ ଆଉ କହିଲେ, ଭକ୍ତ ମୋର ସବୁଠୁ ପ୍ରିୟ। ମୁଁ ସବୁ ସହିଯିବି, କିନ୍ତୁ ମୋ ଭକ୍ତର କଷ୍ଟ ସହିପାରିବିନି। ତୁମେ ବ୍ୟସ୍ତ ହୁଅ ନାହିଁ। ମୁଁ ଦୁନିଆରେ ଜଣେଇଦେବାକୁ ଚାହେଁ, ମୁଁ ବି ମାନବୀୟ ଲୀଳା କରୁଛି। ମଣିଷ ଦେହରେ ଯେମିତି ରୋଗ ଅଛି, ମୋ ଦେହରେ ମଧ୍ୟ ସେମିତି ରୋଗ ରହିଛି। ମୁଁ ଏଇ ଲୀଳା ଜଗତ ପାଇଁ କରିଛି। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତ ମାଧବ ଦାସ କହିଥିଲେ, ହେ ମହାପ୍ରଭୁ, ଆପଣଙ୍କ ଲୀଳା ଆପଣ ଜାଣନ୍ତି। ଏହା କହି ମାଧବ ଦାସଙ୍କର ପ୍ରାଣବାୟୁ ମଧ୍ୟ ଜଗନ୍ନାଥଙ୍କର ଶରୀରରେ ମିଶିଗଲା। ପ୍ରଭୁ ଶ୍ରୀ ଜଗନ୍ନାଥ ମାଧବ ଦାସଙ୍କ ଠାରୁ 15 ଦିନ ଜ୍ୱର ନେଇଯାଇଥିବାରୁ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଜଗନ୍ନାଥ ଜ୍ୱରରେ ପଡ଼ନ୍ତି। ଆଉ ଏହା ବର୍ଷ ବର୍ଷ ଧରି ହୋଇ ଆସୁଅଛି। ଆଉ ଗୋଟେ କାରଣ ବି ଅଛି। ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନ ମଣ୍ଡପରେ ସ୍ନାନ ସାରି ଯେତେବେଳେ ପ୍ରତ୍ୟାବର୍ତ୍ତନ କରନ୍ତି, ସେତେବେଳେ ରାଧାରାଣୀ ଓ ଗୋପୀମାନଙ୍କର କଥା ତାଙ୍କର ବହୁତ ବେଶୀ ମନେ ପଡ଼ିଯାଇଛି। ବହୁତ ଭାବବିହ୍ୱଳ ହୋଇଯାଇଛନ୍ତି ଆମ କଳା ଠାକୁର। ସେଥିପାଇଁ କଳା ଠାକୁରଙ୍କର ଶରୀରର ଉତ୍ତାପ ବଢ଼ିଯାଇଛି ବୋଲି ଲୋକମାନେ ମତ ଦିଅନ୍ତି। ଏହାର କୌଣସି ଶାସ୍ତ୍ରୀୟ ମତ ନାହିଁ। ଜ୍ୱର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଶରୀରର ଉତ୍ତାପ କମାଇବା ପାଇଁ 15 ଦିନ ସମୟ ଲାଗିଥିଲା ଆମ କଳା ଠାକୁରଙ୍କୁ। ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବରେ ଲେଖିକି ଜଣାଇବେ। ଯଦି ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲକୁ ଯଦି ମୋର ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି, ଦୟାକରି ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ମୋର ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ମୁଁ ପୁଣି ଆସିବି ଆଉ ଗୋଟେ ନୂଆ ଭିଡ଼ିଓ ନେଇ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।